ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ଜମା ବ୍ୟସ୍ତ ହୁଅନି। ତୁମ ବାବା ତୁମକୁ ରକ୍ଷା କରିବାକୁ ନିଶ୍ଚୟ ଆସିବେ। ତୁମେ କାହିଁକି ଏତେ ବ୍ୟସ୍ତ ହେଉଛ? ତୁମେ ମୋର ଏକାଦଶ ବାଣୀକୁ ସବୁଦିନ ପାଠ କର। ମୁଁ କହିଛି ନା, ତୁମେ ମୋ ଉପରେ ସମସ୍ତ ଭାର ଛାଡ଼ିଦିଅ, ମୁଁ ନିଶ୍ଚୟ ତୁମକୁ ସାହାଯ୍ୟ କରିବି। କିନ୍ତୁ ସେହି ସାହାଯ୍ୟ ଭିତରେ ତୁମ ବାବାଙ୍କ ପ୍ରତି ସେତିକି ବିଶ୍ୱାସ ରହିବା ଦରକାର। ତୁମେ ଯଦି ବିଶ୍ୱାସ ନ ରଖିବ, ତାହେଲେ ତୁମକୁ ମୁଁ ସାହାଯ୍ୟ କେମିତି କରିବି? ତୁମେ ଏତେ ବିଶ୍ୱାସ କର ଯେ ଯେମିତି ତୁମକୁ ସଂସାରରେ କୌଣସି ଶକ୍ତି ହରାଇ ପାରିବନି। ଯିଏ ଯେତେ କଥା କହିଲେ ବି ତୁମ ଭଗବାନଙ୍କ ପ୍ରତି ବିଶ୍ୱାସ କେବେ ବି ଟଳମଳ ହେବନି, ଅଟଳ ହେଇକି ରହିବ। ଏମିତି ତୁମେ ନିଜକୁ ମଜବୁତ କର। ଆଉ ଦୁନିଆରେ ତ ବହୁତ ଲୋକ ଅଛନ୍ତି, ବହୁତ କିଛି କଥା କହିବେ। ତୁମେ ବାବାଙ୍କୁ ପୂଜା କରୁଛ, ତୁମେ କାହିଁ କାର୍ଯ୍ୟରେ ତ ସଫଳ ହେଉନ? ତୁମେ ସେଠୁ ତୁମ ମନଟାକୁ ପୁରା ଭାଙ୍ଗିଦେବ। ସତରେ ତ ମୁଁ ଏତେ କଷ୍ଟ ପାଉଛି, ମୋ ବାବାଙ୍କୁ ପୂଜା କରୁଛି, କିଛି ତ ହେଉନି। ଏହିସବୁ ଚିନ୍ତାଧାରା ମନରୁ ବାହାର କରି ତୁମେ ସବୁବେଳେ ଈଶ୍ୱରଙ୍କୁ ଆରାଧନା କର। କେବେ ବି କାରଣ ଖୋଜନି, ମୁଁ କେଉଁଦିନ ସଫଳ ପାଇବି, କେଉଁଦିନ ମୋର ଜୀବନରେ ଖୁସି ଆସିବ। ତୁମେ ନିଜ କର୍ମରେ ଲାଗି ପଡ଼, ନିଶ୍ଚୟ ତୁମ ଜୀବନରେ ସଫଳ ଆସିବ। ତୁମେ ସଫଳ ହେବ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ଚିନ୍ତା କରନି ସନ୍ତାନ, ତୁମେ କୌଣସି ପରିସ୍ଥିତିରେ ବି ହାରିବନି। ସବୁ ସମୟରେ ମୁଁ ତୁମ ସହିତ ଅଛି। ତୁମେ ଏହି ଶ୍ରାବଣ ମାସରେ ପ୍ରତିଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କର। ଦେଖିବ ତୁମର ଯେଉଁ ଛୋଟ ଛୋଟ କାମ ସବୁ ଅଟକିକି ରହିଛି, ସେ କାମ ହେବାକୁ ଲାଗିବ। ତୁମେ ଯଦି ପାରୁଛ, ମନ୍ଦିରକୁ ଯାଇକି କିଛି ଦୁଃଖୀ ଲୋକଙ୍କୁ ଅନ୍ନଦାନ କର। କାହିଁକି ନା ଅନ୍ନଦାନ ହେଉଛି ସବୁଠାରୁ ଶ୍ରେଷ୍ଠ ଦାନ। ଧୀରେ ଧୀରେ ତୁମ ପରିବାରରେ ଯେଉଁ ଅଶାନ୍ତି ଲାଗିକି ରହୁଛି ଦୂରେଇ ଯିବ। ଆଉ ଗୋମାତାକୁ କିଛି ଖାଇବାକୁ ଦିଅ, ସବୁ ସମସ୍ୟା ଧୀରେ ଧୀରେ ଟଳିଯିବ। ତୁମେ ସାଇ ସଚ୍ଚରିତ୍ର ପାଠ କରିପାରୁନ, ଚାହୁଁଛ, ହେଲେ ମୁଁ ତୁମ ଉପରେ ରାଗ କରୁନି। ତୁମେ ମୋ ନାମ ଜପ କର, ବାସ୍ ସେତିକିରେ ତୁମ କାର୍ଯ୍ୟ ହେଇଯିବ। ତୁମେ ସମୟ ବାହାର କରିକି ଗୋଟେ ଅଧ୍ୟାୟ ହେଲେ ବି ପାଠ କରିବାକୁ ଚେଷ୍ଟା କର। ଯଦି ନ ପାରୁଛ, ଯଦି ଏତେ ବି ବ୍ୟସ୍ତ ରହୁଛ, ତାହେଲେ ନାମ ଜପ କରୁଛ, ମୁଁ ସେଥିରେ ବହୁତ ଖୁସି ଅଛି। ତୁମେ ଆଦୌ ଚିନ୍ତା କରନି ସନ୍ତାନ, ତୁମେ ଠିକ୍ ସମୟରେ ପୂଜା ପାଠ କରିପାରୁନା ବୋଲିକି ମନ କଷ୍ଟ କରୁଛ। ତୁମେ ବିଶ୍ୱାସର ସହିତ ମୋ ନାମ ସ୍ମରଣ କରୁଛ, ସେଥିରେ ମୁଁ ବହୁତ ଖୁସି ଅଛି। ତୁମେ ଯାଅ, ଏବେ ତୁମ କର୍ମରେ ଲାଗି ପଡ଼। ଗୋଟେ କଥା ସବୁବେଳେ ମନେ ରଖିବ, ଯେଉଁମାନେ ପରର ନିନ୍ଦା ଚର୍ଚ୍ଚା କରୁଛନ୍ତି, ସେ ଲୋକଙ୍କ ପାଖରୁ ତୁମକୁ ସବୁବେଳେ ବଞ୍ଚେଇକି ରଖିବ। ସେ ଲୋକ କାହାର ବି ନୁହନ୍ତି, କେବେ ବି ତୁମ ମନର କଥା କାହା ଆଗରେ ପ୍ରକାଶ କରିବନି, ନହେଲେ ଆଗକୁ ତୁମକୁ ବହୁତ ବଡ଼ ଆଘାତ ଲାଗିବ। ସେଥିଲାଗି ନିନ୍ଦୁକ ଲୋକଙ୍କ ପାଖରୁ ସବୁବେଳେ ନିଜକୁ ବଞ୍ଚେଇକି ରଖିବ। କେଉଁଠି ବସିକି ପର ଆଲୋଚନା କରିବନି କି କେବେ କାହାର ନିନ୍ଦା ବି ଶୁଣିବନି। ତୁମେ ତୁମ କାର୍ଯ୍ୟରେ ଲାଗ। ଏହି ସମାଜରେ ଲୋକମାନଙ୍କୁ ଦେଖେଇବାର ଅଛି। ତୁମକୁ ଯିଏ ଖରାପ କରି କହୁଛନ୍ତି, ତୁମେ କ'ଣ? ସେଥିଲାଗି ତୁମେ ସଂଘର୍ଷ କରିବାକୁ ଆରମ୍ଭ କରିଦିଅ। ଆଉ ମୁଁ ତୁମ ସହିତ ଅଛି, ତୁମକୁ ରାସ୍ତା ଦେଖେଇବି। ଓଁ ସାଇରାମ। ଚିନ୍ତା କରନି, ବହୁତ ଖୁସିରେ ରହିବ, ବହୁତ ଆନନ୍ଦରେ ରହିବ। ଓଁ ସାଇରାମ।